ଉଠେଇବ। ଆଜ୍ଞା କଲେ କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ଇଷ୍ଟବୃତ୍ତି କରୁଛନ୍ତି ନିଷ୍ଠାର ସହିତ ସ୍ୱାମୀ ସ୍ତ୍ରୀ 2 ଜଣ। ଆଜ୍ଞା ହିନ୍ଦୁ ମୁସଲମାନ ସେ ସମୟରେ ଯୁଦ୍ଧ ଆରମ୍ଭ ହେଇଗଲା। ସେଦିନ ସକାଳେ ତାଙ୍କ ସ୍ତ୍ରୀ କହୁଛନ୍ତି ଶୁଣନ୍ତୁ ନା କଣ ହେଇଛି ନା ଆଜି ଆପଣ ଏବାଟେ ଯୋଉ ସର୍ଟ ରାସ୍ତାରେ ପଳେଇ ଯାଆନ୍ତି ସ୍କୁଲକୁ ଯାଆନ୍ତୁ ନା, ଏଇ ଗଣ୍ଡଗୋଳ ଜୋର ଚାଲିଛି, ବହୁତ ହିନ୍ଦୁକୁ କାଟିଦେଲେଣି, ଦେଖ ତୁମେ ବୁଲିକି ଏବାଟେ ଯାଅ। ମୁଁ ମାଷ୍ଟ୍ରିଆ ଲୋକ, ମୋର କଣ ହବ? ଶିକ୍ଷକ ମାନଙ୍କର ପ୍ରାୟ କେହି ଶତ୍ରୁ ନାହାନ୍ତି, କାରଣ 2 ଜଣ ହଉଛନ୍ତି, 2 ଜଣକୁ ମୁଁ ଦେବତା ଜ୍ଞାନ କରେ, ଜଣେ ହେଲେ ଶିକ୍ଷକ ଆଉ ଜଣେ ହେଲେ ଚିକିତ୍ସକ। ଆଜ୍ଞା ସ୍ୱାସ୍ଥ୍ୟ ମାନିଲେନି, ଇଏ ରାଜେନ୍ଦ୍ର ମଜୁମଦାର ଇଏ ସାରେ କଣ କଲେ ସେଇ ସର୍ଟ ରାସ୍ତାରେ ପଳେଇଲେ। ଆଜ୍ଞା ମୁସଲମାନ ହାଣିଦେଲେ, ଗଣ୍ଡି ମୁଣ୍ଡ 2 ଖଣ୍ଡ ହେଇଗଲା। ବିଧବା ସ୍ତ୍ରୀ କାନ୍ଦୁଛି। ସ୍ୱାମୀଙ୍କର ସମସ୍ତ କର୍ମ କରି ସାରିବା ପରେ ଲିଭି ଯାଇଥିବା ମଥାର ସିନ୍ଦୁର, ଭାଙ୍ଗି ଯାଇଥିବା ହାତର ଶଙ୍ଖା, ସେଇ ବିଧବା ମାଟି ଛଳ ଛଳ ନେତ୍ରରେ ସେଦିନ ଚିଠି ଲେଖୁଛି ଆଶ୍ରମକୁ ତାଙ୍କର ଦୀକ୍ଷାଦାତା ସହ ପ୍ରତିନିଧି ନନୀ ଗୋପାଳ ଚକ୍ରବର୍ତ୍ତୀଙ୍କ ନିକଟକୁ। ଆପଣଙ୍କର କଥା ମାନି ଆମେ ଠାକୁରଙ୍କର ସଦୀକ୍ଷା ଗ୍ରହଣ କରିଥିଲୁ, ଆଉ ଆପଣ କହିଥିଲେ ଠାକୁରଙ୍କର କଥା ସଦୀକ୍ଷା ଦୁଇ କ୍ଷେତ୍ରରେ ଇଷ୍ଟରଖ ସମ୍ପ୍ରୀତି ମରଣ ପ୍ରାରଣ ଏ ନାମ ଜପିଲେ କାଟେ ଅକାଳ ଜମଭିତି। ଆପଣ ସେଦିନ କହିଥିଲେ ଯାଜନ କରି ଦୀକ୍ଷା ଦେବା ପୂର୍ବରୁ ଯଜନ ଯାଜନ ଇଷ୍ଟଭୂତି କରିଲେ କାଟେ ମହାଭିତି। ଆପଣଙ୍କର କଥା ମାନିକି ଆମେ ସ୍ୱାମୀ ସ୍ତ୍ରୀ ଦୀକ୍ଷା ଗ୍ରହଣ କରିଥିଲୁ। ଆଜି ଏ ବୟସରେ ମୋ ମଥାର ସିନ୍ଦୁର କାହିଁକି ଲିଭିଗଲା, ମୋ ହାତର ଶଙ୍ଖା କାହିଁକି ଭାଙ୍ଗିଗଲା? ଇତି ଆପଣଙ୍କର ବନ୍ଧୁ ଚିଠି ଯାଇକି ଦେଓଘର ଆଶ୍ରମରେ ଠାକୁରଙ୍କର ଏକନିଷ୍ଠ ପରମ ଭକ୍ତ ନନିଦାଙ୍କ ପାଖରେ ପହଞ୍ଚିଲା। ଚିଠିଟା ପଢିଲେ ନନିଦା, ଆଖିରୁ ଝର ଝର ଅଶ୍ରୁ, ଚିଠିଟା ପକେଟରେ ପକେଇକି ଠାକୁରଙ୍କ ପାଖରେ ଆସିକି ପହଞ୍ଚିଲେ। ଠାକୁର ବସନ୍ତି ନାଟ ମଣ୍ଡପରେ, ଠାକୁରଙ୍କୁ ଆଣ୍ଠୁ ମାଡ଼ିକି ପ୍ରଣାମ କଲେ। ଠାକୁର ଦେଖିଲେ ନନିଦାଙ୍କର ମୁହଁଟା ଶୁଖି ଯାଇଛି, ବିଷଣ୍ଣ ବଦନ। ଠାକୁର ପଚାରୁଛନ୍ତି କଣ ହେଇଛି? ନନିଦା ସହିତ ଚିଠିଟାକୁ ବଢେଇଦେଲେ ଠାକୁରଙ୍କ ହାତକୁ। ଠାକୁର ସ୍ଥିର ହେଇଗଲେ, ଠାକୁର ଗମ୍ଭୀର ହେଇଗଲେ। ନନିଦାକୁ କହୁଛନ୍ତି তুমি ଫିଲାନ୍ଥ୍ରୋପିକି ଯାଅ, ଆଉ ଏଇ ରାଜେନ ମଜୁମଦାରର ଇଷ୍ଟଭୂତି ରେକର୍ଡଟାକୁ ଟିକେ ଦେଖ। ତାପରେ ଠାକୁରଙ୍କୁ ପ୍ରଣାମ କରି ନନିଦା ଯାଇଛନ୍ତି ଫିଲାନ୍ଥ୍ରୋପି। ଯେତେବେଳେ ଇଷ୍ଟଭୂତି ରେକର୍ଡ ଦେଖାଗଲା 6 ମାସର ଇଷ୍ଟଭୂତି ରାଜେନ ମଜୁମଦାରଙ୍କର ଜମା ହେଇନାହିଁ। କାନ୍ଦି କାନ୍ଦିକି ରାଜେନ ମଜୁମଦାର ଫେରୁଛନ୍ତି, ଶ୍ରୀ ଶ୍ରୀ ଠାକୁରଙ୍କର ଗୋଡ ତଳେ କଚାଡ଼ି ହେଇକି ପଡିଯାଇଛନ୍ତି। ଠାକୁର କହିଲେ ଆରେ ମୁଁ ତୁମ ମାନଙ୍କୁ ବଞ୍ଚାଇବା ପାଇଁ, ତୁମ ମାନଙ୍କୁ ମଙ୍ଗଳ କୋଳରେ ଆଶ୍ରୟ ଦେବା ପାଇଁ এই ব্রাহ্মণটা কণ্ঠ ফটেই ছাতি ফটেই কেটে চিৎকার কলা। আরে তুমি যদি সে কথাগুড়িক ন মান, তুমি যদি সেই কথাগুড়িক তোম চরিত্রে চরিত্রায়িত ন কর, তুমি দুঃখ পাইলে মোর ছাতির পঞ্জরার হাড় গুড়াক কড়মড় হয়ে ভাঙিগলা বলে কষ্ট পায়, যন্ত্রণা পায়। ঠাকুর পচরা হয়েছে, ঠাকুর আপন কথাটা কইছেন লোক তো মানু না, থালগুড়ি পত্র খাও না, সভাসন করু না, নাম ধ্যান করু না, সন্ধ্যা সকালে প্রার্থনা করু না, আপন কথা তো মানু না লোক মানে। আপন মন কষ্ট হউনি? বাপটা যেতবে পুকু কথাটে কহে, যদি সে পুটা কথা ন মানিব বাপ মন নিশ্চিত কষ্ট হবনি। ঠাকুর কলে নাই রে, মোর কথা গুড়াক যে মানু না মো মন কষ্ট হউনি, কিন্তু মো মনটা সেতিকি বেলে কষ্ট হুয়ে যেতবে মোর কথা গুড়িক ন মানিকি সেমানে দুঃখ যন্ত্রণা ব্যাধিগ্রস্ত মৃত্যুদণ্ডকু ভোগ করନ୍ତି। এ হচ্ছেন শ্রী শ্রী ঠাকুর। তেবে যাହା ସତ୍ସଙ୍ଗର ଗୋଟେ ଲିମିଟ ସମୟ, ତେବେ ଆସନ୍ତୁ ତାକୁ ପ୍ରାଣ ଭରି ଭଲ ପାଇବା, ନିଷ୍ଠାର ସହିତ ଯଜନ ଯାହାଜନ ଇଷ୍ଟଭୂତି ଆପଣମାନେ ସମସ୍ତେ କରନ୍ତୁ, ଆଉ ସେଇ ଇଷ୍ଟଭୂତିକୁ ଠିକ 30 ଦିନରେ ଠାକୁରଙ୍କ ନିକଟକୁ ପ୍ରେରଣ କରନ୍ତୁ। ଯଜନ ଯାହାଜନ ଇଷ୍ଟଭୂତି ସୁସ୍ଥ ଏହି ସଦାଚାର ପରିପାଳନ ପୂର୍ବକ ପ୍ରତ୍ୟେହ 2 ଓଳି ସନ୍ଧ୍ୟା ସକାଳେ ଯଦି ତାଙ୍କ ନିକଟରେ ପ୍ରାର୍ଥନା କରି, ପ୍ରାର୍ଥନା ପରେ ଆମର ଜୀବନ୍ତ ଦେବତା ହେଲେ ବାପା ମା ସ୍ୱାମୀ ଶାଶୁ ଶ୍ୱଶୁର এইମାନଙ୍କୁ সেবা ভক্তি প্রণাম নিবেদন পূর্বক প্রত্যেহ সকাল
କାଳେ ସେଇଠି ଆମେ ଫସ ଥାଲୁକୁଡ଼ି ପତ୍ର ଗୋଟିଏ ଯୋଡ଼ିଏ ଖାଇ ସମାସନ କରି ଯଦି ଆମେ ନିୟତ ପ୍ରତି ପ୍ରତ୍ୟେକ ପିଲା ଛୁଆଙ୍କୁ ନେଇକି ଚାଲନ୍ତି ସର୍ବାଗ୍ରେ ତାଙ୍କୁ ମଥାର ବହନ କରି ତାହେଲେ ନିଶ୍ଚିତ ଭାବରେ ମଙ୍ଗଳ କୋଳରେ ଆମେ ସପରିବାରେ ସପରିବେଶରେ ଆନନ୍ଦରେ ଗାଇ ଉଠିବା ବନ୍ଦେ ପୁରୁଷୋତ୍ତମ।